ଢେଙ୍କାନାଳ ପଦ୍ମବଜାର ମଣ୍ଡପସାହିଠାରେ ଝିଅ ବୋହୂମାନେ ଦୀର୍ଘ 50 ବର୍ଷ ଧରି ଖୁଦୁରୁକୁଣି ପୂଜା କରି ଆସୁଛନ୍ତି। ଗତକାଲି ଶେଷ ଦିନରେ ସକାଳୁ ଫୁଲ ତୋଳି, ମାଳ ଗୁନ୍ଥି, ବାଲୁଙ୍କା ପୂଜା କରି, କଳସ ସ୍ଥାପନ କରି ମାଙ୍କୁ ଆବାହନ କରି ବସ୍ତ୍ର, ବିଭିନ୍ନ ପ୍ରକାର ଫୁଲ, ଭୋଗ, ଦୀପ, ଧୂପ, ଝୁଣା ଓ ଓଷା ବହି ପଠନ କରି ପୂଜା ଅର୍ଚ୍ଚନା କରିଥିଲେ। ସଭାପତି ମାମୁନି ସାହୁ, ସମ୍ପାଦକ କାଜଲ ସାହୁ, ମନୀଷ ସାହୁ, ଲିଜା ସାହୁ, ଲଭଲି ସାହୁ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ପୂଜା ସମ୍ପୂର୍ଣ୍ଣ ହୋଇଥିଲା। ଆମେ ଦୀର୍ଘ ଯେବେଠୁ ଜନ୍ମରେ ସେବେଠୁ ହିଁ ଆମେ ଦେଖି ଆସିଛୁ। ଆମ ବଡ ଭଉଣୀ ମାନେ ଏସବୁ କରନ୍ତି, ଆଉ ସେମାନେ ଗଲା ପରେ ଆମେ ହିଁ ଏଟାକୁ ଆଗେଇ ନେଇଛୁ। ଆଉ ଆମେ ଆମ ପରେ ଆମ ସାଙ୍ଗ ଭଉଣୀ ମାନେ ଏଟାକୁ ଆଗେଇ ନେବେ। ଆଉ ଏକଦମ ମାଣ୍ଡବାସାରେ ଫେମସ ଖୁଦୁରୁକୁଣି ଆପଣ ଦେଖିପାରୁଥିବେ କେମିତି ହେଇଛି। ଆଉ ଆମେ ସମସ୍ତେ ଏଇଠି ମିଶିକି ପୂଜା କରୁଛୁ।